16,35,00,000 କିଣା କିନ୍ତୁ ବାରମ୍ବାର ବିଫଳ ଆଉ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା। ଜି ହଁ ଦର୍ଶକ ବନ୍ଧୁ, ବଡ଼ ନା ଦାମୀ ଖେଳାଳି ବିଶାଳ ବିଶାଳ ସଟ୍ ଖେଳିବାର ମାହିର କିନ୍ତୁ ଫେଲ୍ ବାରମ୍ବାର ସୁଯୋଗ ମିଳୁଛି କିନ୍ତୁ ଫେଲ୍ ମାରୁଛନ୍ତି। ପରିସ୍ଥିତି ଏମିତି ଯେ ମ୍ୟାନେଜମେଣ୍ଟ ତାଙ୍କ ନାଁ ବାହାରେ ବସାଇ ପାରୁଛି ନା କିଛି କହିପାରୁଛି। କ୍ରିକେଟ ଜଗତରେ ମିଷ୍ଟର 360 ଭାବେ ପରିଚିତ ତଥା ହାର୍ଡ ହିଟର ସୂର୍ଯ୍ୟକୁମାର ଯାଦବ ଏବେ ଦଦନୀୟ ପ୍ରଦର୍ଶନ କରୁଛନ୍ତି। ଆଦୌ ବଡ଼ ଇନିଂସ ଖେଳି ପାରୁନାହାନ୍ତି ସୂର୍ଯ୍ୟକୁମାର, ଯାହାଫଳରେ ତାଙ୍କ ଉପସ୍ଥିତିକୁ ନେଇ ବି ଦଳ ଚିନ୍ତାରେ ପଡ଼ିଯାଇଛି। କାରଣ ବଡ଼ ନାଁ ହିସାବରେ ପ୍ଲେଇଂ 11ରେ ରହି ବି ବାରମ୍ବାର ବିଫଳ ହେଉଛନ୍ତି ସେ। ବଡ଼ କଥା ହେଉଛି ମୁମ୍ବାଇ ଇଣ୍ଡିଆନ୍ସ ଏଥର ସୂର୍ଯ୍ୟକୁମାର ଯାଦବଙ୍କୁ ମୋଟା ଅଙ୍କ ଟଙ୍କା ଦେଇ କିଣିଥିଲା କିନ୍ତୁ ପୁରାପୁରି ଭାବେ ଫେଲ୍ ମାରୁଛନ୍ତି ସେ। ଏକଦା ଆଇପିଏଲ୍ରେ ବୋଲରଙ୍କ ପାଇଁ ଭୋକୁଆ ଭୟ ପାଲଟିଥିବା ସୂର୍ଯ୍ୟ ଏବେ ଚମକ ହରାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଇପିଏଲ୍ 2026ରେ ବିଜୟ ସହିତ ଆରମ୍ଭ କରିଥିଲା କିନ୍ତୁ ପରେ ପରାଜିତ ହୋଇଥିଲା। 5 ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ପରାଜୟ ଯୋଗୁଁ ପଏଣ୍ଟ ଟେବୁଲରେ ନମ୍ବର ସ୍ଥାନକୁ ଖସିଗଲାଣି। ମୁମ୍ବାଇର ଏହି ଦୁର୍ଦ୍ଦଶାର କାରଣ ହେଉଛି ଷ୍ଟାର ଖେଳାଳି ବିଫଳତା, ଯେଉଁମାନଙ୍କ ମଧ୍ୟରୁ ଜଣେ ଖେଳାଳି ଷ୍ଟାର ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ନିର୍ଭରଯୋଗ୍ୟ ଖେଳାଳି ଭାବେ ବିବେଚନା କରାଯାଏ ସୂର୍ଯ୍ୟକୁମାର ଯାଦବ ଏବଂ ଟିମ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ସେ। 2026 ସିଜିନ୍ରେ ସୂର୍ଯ୍ୟକୁମାର ମୁମ୍ବାଇ ଇଣ୍ଡିଆନ୍ସର 16,35,00,000 ଟଙ୍କାରେ ରିଟର୍ଣ୍ଣ କରିଥିଲା କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାରୁ ଏବେ ଲାଗୁଛି ମୁମ୍ବାଇ ଇଣ୍ଡିଆନ୍ସର କୋଟି କୋଟି ଟଙ୍କା ପାଣିରେ ପଡ଼ିଯାଇଛି। ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ଆଇପିଏଲ୍ରେ ମୋଟ 8ଟି ମ୍ୟାଚ୍ ଖେଳିଛନ୍ତି। ଏହି 8ଟି ମ୍ୟାଚ୍ରେ ସେ ମାତ୍ର 159 ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ମାତ୍ର ଅର୍ଦ୍ଧଶତକ ସାମିଲ ଅଛି। ତାଙ୍କର ଅର୍ଦ୍ଧଶତକ ସିଜିନ୍ରେ ପ୍ରଥମ ମ୍ୟାଚ୍ରେ ଅର୍ଥାତ୍ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଆସିଥିଲା। ସେବେଠାରେ ଆଉ ଭଲ ପ୍ରଦର୍ଶନ କରୁନାହାନ୍ତି ସୂର୍ଯ୍ୟକୁମାର ଯାଦବ। ତେବେ ଚଳିତ ସିଜିନ୍ରେ 3ଟି ମ୍ୟାଚ୍ରେ 2 ଅଙ୍କର ସ୍କୋର ବି କରିପାରୁନାହାନ୍ତି ସୂର୍ଯ୍ୟକୁମାର ଯାଦବ, ଯାହାକି ମୁମ୍ବାଇ ଇଣ୍ଡିଆନ୍ସକୁ ମ୍ୟାନେଜମେଣ୍ଟ ଚିନ୍ତା ବଢ଼ାଇ ଦେଇଛି। ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଛି। ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 122ଟି ମ୍ୟାଚ୍ ଖେଳି 37.25 ହାରରେ 3,912 ରନ୍ କରିଛନ୍ତି। ଆଇପିଏଲ୍ରେ ସୂର୍ଯ୍ୟକୁମାର ଯାଦବ 2ଟି ଶତକ ମଧ୍ୟ ମାରିଛନ୍ତି। 2012 ମସିହାରୁ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଜଡ଼ିତ ଥିବାବେଳେ ପ୍ରଥମ ଥର ଚଳିତ ବର୍ଷ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରୁଛନ୍ତି ସୂର୍ଯ୍ୟକୁମାର ଯାଦବ। ଯାହା ଦର୍ଶକ ବନ୍ଧୁ, 16,35,00,000 କିଣା କିନ୍ତୁ ବାରମ୍ବାର ବିଫଳ ଆଉ ପାଣିରେ ପଡ଼ିଲା ଟିମ୍ ମ୍ୟାନେଜମେଣ୍ଟର ବା ଟିମ୍ର ମାଲିକଙ୍କ କୋଟି କୋଟି ଟଙ୍କା। ଯାହା ଦର୍ଶକ ବନ୍ଧୁ, ଯାହା ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଜଣାଇଲି ସେ ହେଉଛନ୍ତି ଭାରତର ଜଣେ ଷ୍ଟାର 360 ବ୍ୟାଟ୍ସମ୍ୟାନ୍ କୁହାଯାଉଥିବା ସୂର୍ଯ୍ୟକୁମାର ଯାଦବ। ବର୍ତ୍ତମାନ ତାଙ୍କର ଫର୍ମ ଚିନ୍ତାର କାରଣ ପାଲିଛି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ। ଦର୍ଶକ ବନ୍ଧୁ, ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ର ଯାହା ପ୍ରଦର୍ଶନ ରଖିଛି, ତାଙ୍କ ଷ୍ଟାର ଖେଳାଳିଙ୍କ ବିଫଳତା ଯୋଗୁଁ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ 9ମ 10ମ ସ୍ଥାନରେ ରହିଛି। ତାହା ମଧ୍ୟରୁ ଜଣେ ଅନ୍ୟତମ ଖେଳାଳି ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ପ୍ରଥମ ମ୍ୟାଚ୍ରେ ସେ 50 ମାରିଥିଲେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ, କିନ୍ତୁ ତାପରେ 7ଟି ମ୍ୟାଚ୍ରେ ସେ ବିଫଳ ହୋଇ ଚାଲିଛନ୍ତି, ଯାହାଫଳରେ କାରଣ ଦେଖିବାକୁ ମିଳିଛି ମୁମ୍ବାଇ ଇଣ୍ଡିଆନ୍ସର ବିଫଳତା। ଦର୍ଶକ ବନ୍ଧୁ, 16,35,00,000 ଟଙ୍କା ରିଟର୍ଣ୍ଣ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ ତାଙ୍କର ଆଶାରୂପ ପ୍ରଦର୍ଶନ ଦେଖିବାକୁ ମିଳୁନାହିଁ। ଗୋଟେ ପରେ ଗୋଟେ ବିଫଳ ହୋଇ ଚାଲିଛନ୍ତି ସୂର୍ଯ୍ୟକୁମାର ଯାଦବ। ଦଳ ତାଙ୍କୁ ବସେଇ ପାରୁଛି ନା କିଛି କହିପାରୁଛି। ବଡ଼ ନା କିନ୍ତୁ କାମ ବର୍ତ୍ତମାନ ତାଙ୍କର ଛୋଟ ଦେଖିବାକୁ ମିଳୁଛି। ସୂର୍ଯ୍ୟକୁମାର ଯାଦବ ତ ସାରା ବିଶ୍ୱରେ ପ୍ରସିଦ୍ଧ, ମାନେ ତାଙ୍କର ବ୍ୟାଟିଂ ଚଲବା ଦେଖାଇ ସାରିଛନ୍ତି, ସେଥିପାଇଁ ମ୍ୟାନେଜମେଣ୍ଟ ତାଙ୍କୁ କିଛି କହିପାରୁନାହିଁ। ଯେମିତିକି ବଡ଼ ନା ହେଇକି ତାଙ୍କୁ ମ୍ୟାନେଜମେଣ୍ଟ ନା କିଛି କହିପାରୁଛି ନା ଟିମ୍ରୁ ବାହାର କରିପାରୁଛି। ତାଙ୍କର ଏହି ବିଫଳତା ବର୍ତ୍ତମାନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କାଳ ସାଜିଛି। ଦର୍ଶକ ବନ୍ଧୁ, ତ ଇଏ ଥିଲା ଏକ ବଡ଼ ଅପଡେଟ୍ ଏମ୍ଆଇ ତରଫରୁ, ଏମ୍ଆଇ ମାନେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ତରଫରୁ ଆସିଥିବା ଅପଡେଟ୍ ମୁଁ ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ୍ କଣ୍ଟେଷ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ୍ ସ୍ମାଇଲ୍ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖାହେବ କାଲି ଏମିତି ଏକ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।